हेलो एवरीवन वेलकम टू डेली लर्निंग। आज आम ये वीडियो रे मॉडर्न हिस्ट्री रा आउ केतेटा एमसीक्यू डिस्कशन करबा। जो पीओ पई चलीथिबा हिस्ट्री रो सीरीज रो एटा होची यार क्लास नंबर 4। या पूर्व ऑलरेडी मु तीनटा क्लास अपलोड करि साची। जो देखि नाहंती निहाती प्लेलिस्ट को चेक करिकि देखि नेबे। टोटली जति सब अपकमिंग एग्जाम जेमति ओ ट्रिपल एससी हो ओ डबल एससी हो पीओ बीएड 2027 एई सब एग्जाम पई जति प्रिपेयर होचंती ले वीडियो बहुत हेल्पफुल हबो। ता सहित हिस्ट्री जियोग्राफी पॉलिटी इकोनॉमिक्स कंप्यूटर ए सबुर वीडियो मध्य प्लेलिस्ट अपलोड अछि। तो देखि ना निहाती प्लेलिस्ट को चेक करिके देखि नेबे। ताजर फर्स्ट क्वेश्चन कहिछि हु शिफ्टेड द कैपिटल ऑफ पोर्तुगीज इंडिया फ्रॉम कोचिन टू गोवा। तले एमानक भितर किए सिफ्ट करथिले ताको कैपिटल को कोठो ना कोचिन रो गोवा को निजर कैपिटल टाको सिफ्ट करथिले के एठी को तर होची के ना नोनो दा कुन्हा होचंती कोन ना जे कि निजर कैपिटल को कोठो ना कोचिन थारो गोवा को से शिफ्ट करथिले। तमे अलगा ऑप्शन सब देखि दबा। फर्स्ट कोन होथिले ना फ्रांसिस्को डी अल्मेडा। ये कोन थिले ना फ्रांसिस्को डी अल्मेडा होचंती फर्स्ट गवर्नर ऑफ पोर्तुगीज। तने पोर्तुगीज मानकर जदि पचारिबो फर्स्ट गवर्नर किए थिले ना फ्रांसिस्को डी अल्मेडा। तो केबे रु केबे 1505 ରୁ 1509 1505 ରୁ 1509 ପର୍ଯ୍ୟନ୍ତ ଫ୍ରାନ୍ସିସ୍କୋ ଡି ଆଲମେଡିଆ ଥିଲେ ଗଭର୍ଣ୍ଣର ଭାବେ। ଆଉ ଯଦି ପଚାରିବ ବ୍ଲୁ ୱାଟର ପଲିସି ବା ତ ପଲିସି ଅଫ ବ୍ଲୁ ୱାଟର କିଏ ଇଣ୍ଟ୍ରୋଡ୍ୟୁସ କରିଥିଲେ ଫ୍ରାନ୍ସିସ୍କୋ ଡି ଆଲମେଡିଆ। ତାପରେ ଅଛନ୍ତି ଆଲବର କ୍ୟୁବ। ଆଲବର କ୍ୟୁବଙ୍କ ବିଷୟ ଟିକେ ଦେଖିବା। ସେ ହଉଛନ୍ତି କଣ ନା ସେକେଣ୍ଡ ଗଭର୍ଣ୍ଣର ରହୁଛନ୍ତି। ତାଙ୍କ ଟର୍ମ ଯଦି ଆମେ ଦେଖିବା କେବେ 1510 ରୁ 1515 ପର୍ଯ୍ୟନ୍ତ ରହୁଛନ୍ତି। ଆଉ କଣ ସିଏ ଇଏ ହିଁ କଣ କରିଥିଲେ ନା ଗୋଆକୁ କ୍ୟାପଚର କରିଥିଲେ 1510 ମସିହାରେ। କଣ କରିଥିଲେ ନା ଗୋଆକୁ କ୍ୟାପଚର କରିଥିଲେ। ଆଉ ରିଏଲ ଫାଉଣ୍ଡର ଅଫ ପର୍ତ୍ତୁଗୀଜ ବୋଲି ମଧ୍ୟ କୁହାଯାଏ କାହାକୁ ଆଲବର କ୍ୟୁବକୁ। ତାପରେ ଭାସ୍କୋଡା ଗାମା ଏଟା ତ ସମସ୍ତେ ଜାଣିଛନ୍ତି 1498 ମସିହାରେ ସେ ଆମ ଭାରତକୁ ଆସିଥିଲେ। ସି ରୁଟ କୁ ସେ ଆବିଷ୍କାର କରିଥିଲେ। ଆଉ ହଉଛି କିଏ ଯଦି ପଚାରିବ ତାହେଲେ ପର୍ତ୍ତୁଗୀଜ ଇଣ୍ଡିଆର ତାଙ୍କ କ୍ୟାପିଟାଲ କୁ କୋଚିନ କୁ କିଏ ଗୋଆକୁ ଟ୍ରାନ୍ସଫର କରିଥିଲେ ନା ନୋନୋ ଦା କନ୍ହା। ନେକ୍ସଟ କ୍ୱେଶ୍ଚନ କହିଛି when was the capital of Portuguese India shifted from Cochin to Goa। ତାହେଲେ କେବେ କଣ ହେଇଛି ନା ପର୍ତ୍ତୁଗୀଜ ମାନେ ତାଙ୍କର କ୍ୟାପିଟାଲ କୁ କୋଚିନ ଠାରୁ ଗୋଆକୁ ସିଫ୍ଟେଡ କରିଥିଲେ ବୋଲି ପଚାରୁଛି। ଅପସନ ଅଛି 1510 ରେ 1515 ରେ 1530 ରେ 1542 ରେ। କେବେ ନା 1530 ମସିହାରେ ପର୍ତ୍ତୁଗୀଜ ର ଯୋଉ ଥିଲେ କିଏ ନା ସେତେବେଳେ ଗଭର୍ଣ୍ଣର ଥିଲେ କିଏ ନା ନିନୋ ଦା ଚିହ୍ନା ପନାପ। ସିଏ କଣ କରିଥିଲେ ନା ଯୋଉ ସିଫ୍ଟେଡ କରିଥିଲେ କାହାକୁ କୋଚିନ କୁ। କାହା କୋଉଠି ନା ଗୋଆକୁ। କାହାକୁ ନା କ୍ୟାପିଟାଲ କୁ ନିଜ କ୍ୟାପିଟାଲ କୁ କୋଚିନ ଠାରୁ ଗୋଆକୁ ସେ ସିଫ୍ଟ କରିଥିଲେ। ତ ଯେ ହୁ ୱାଜ ଦ ଲାଷ୍ଟ ପର୍ତ୍ତୁଗୀଜ ଗଭର୍ଣ୍ଣର ଜେନେରାଲ ଅଫ ପର୍ତ୍ତୁଗୀଜ ଇଣ୍ଡିଆ। ତାହେଲେ ପର୍ତ୍ତୁଗୀଜ ଇଣ୍ଡିଆରେ କିଏ ଥିଲେ ଲାଷ୍ଟ ପର୍ତ୍ତୁଗୀଜ। ତାହେଲେ ପ୍ରଥମ ଯଦି ଗଭର୍ଣ୍ଣର ଜେନେରାଲ ପଚାରିବ ସିଏ ହେଲେ କିଏ ଫ୍ରାନ୍ସିସ୍କୋ ଡି ଆଲମେଡା ହେଲେ ପ୍ରଥମ। ତାହେଲେ ସେ ପଚାରୁଛି ଲାଷ୍ଟ କିଏ ଥିଲେ ନା ମାନୁଏଲ ଆଣ୍ଟୋନିଓ ଥିଲେ ଲାଷ୍ଟ ଗଭର୍ଣ୍ଣର ଜେନେରାଲ କାହାର ପର୍ତ୍ତୁଗୀଜ ମାନଙ୍କର। ନେକ୍ସଟ କ୍ୱେଶ୍ଚନ କହିଛି when did the last Portuguese governor general leave India। ତାହେଲେ ଲାଷ୍ଟ ପର୍ତ୍ତୁଗୀଜ ଜେନେରାଲ କେବେ ଭାରତ ଛାଡିକି ଯାଇଥିଲେ। ତାହେଲେ ମାନୁଏଲ ଆଣ୍ଟିନିଓ ଥିଲେ ସିଏ କଣ ଥିଲେ ନା ଲାଷ୍ଟ। ଆଉ ସିଏ ଚାଲିଥିଲେ 1961 ମସିହାରେ। 1961 ମସିହାରେ ହିଁ ସିଏ କଣ କରିଥିଲେ ଗୋଆକୁ ଛାଡିକି ତାଙ୍କ ଦେଶକୁ ଚାଲି ଯାଇଥିଲେ। ତାପରେ କହିଛି ଗୋଆ ଲିବରେସନ ଡେ ସେଲିବ୍ରେଟେଡ ଅନ। ଏଇ ଗୋଆ ଲିବରେସନ ଡେ ଟା କେବେ ସେଲିବ୍ରେସନ କରାଗଲା ବା କେବେ କେବେ ସେଲିବ୍ରେଟ କରାଯାଏ ନା 19 ଡିସେମ୍ବରରେ ଗୋଆ ଲିବରେସନ ଡେ କୁ ସେଲିବ୍ରେଟ କରାଯାଏ। ଆଉ 19 ଡିସେମ୍ବର 1961 ମସିହାରେ କଣ ହେଇଥିଲା ନା ଯୋଉ ପର୍ତ୍ତୁଗୀଜ ମାନଙ୍କର ଲାଷ୍ଟ ଗଭର୍ଣ୍ଣର ଯୋଉ ଥିଲେ ମାନୁଏଲ ଆଣ୍ଟିନିଓ ସେ ହିଁ ଗୋଆ ଛାଡିକି ତାଙ୍କ ଦେଶକୁ ଚାଲି ଯାଇଥିଲେ। ତ ସେଇଦିନ ହିଁ 19 ଡିସେମ୍ବର 1961 ମସିହାରେ କଣ ନା ଗୋଆ ଲିବରେସନ ଡେ କୁ ପାଳନ କରାଯାଏ। ଆଉ ସେଥିପାଇଁ ପ୍ରତି ବର୍ଷ 19 ଡିସେମ୍ବରକୁ ଗୋଆ ଲିବରେସନ ଡେ ଭାବେ ପାଳନ କରାଯାଏ। ହୁଇଚ ମିଲିଟାରୀ ଅପରେସନ ଲିବରେଟେଡ ଗୋଆ ଫ୍ରମ ପର୍ତ୍ତୁଗୀଜ ରୁଲ। ତାହେଲେ କୋଉ ମିଲିଟାରୀ ଅପରେସନ ଟା ଚାଲିଥିଲା କୋଉଠୁ ନା ଗୋଆରେ ଫ୍ରମ ପର୍ତ୍ତୁଗୀଜ ରୁଲ କାହାକୁ ନା ଅପରେସନ ବିଜୟ। କୋଉଟା ଅପରେସନ ବିଜୟ ଚାଲିଥିଲା। ନେକ୍ସଟ କ୍ୱେଶ୍ଚନ କହିଛି ହୁଇଚ ୟୁରୋପିଆନ ପାୱାର ଇଣ୍ଟ୍ରୋଡ୍ୟୁସ ଦ ଫାଷ୍ଟ ପ୍ରିଣ୍ଟିଂ ପ୍ରେସ ଇନ ଇଣ୍ଡିଆ। ତାହେଲେ କୋଉ ୟୁରୋପିଆନ ପାୱାର କଣ କରିଥିଲେ ପ୍ରଥମ ଥର ପାଇଁ ଇଣ୍ଡିଆରେ ପ୍ରିଣ୍ଟିଂ ପ୍ରେସ କୁ ସେ ଛାପିଥିଲେ ବା ଇଣ୍ଟ୍ରୋଡ୍ୟୁସ କରିଥିଲେ। କୋଉମାନେ ନା ପର୍ତ୍ତୁଗୀଜ ମାନେ ହେଇଥିଲେ ପ୍ରଥମ ୟୁରୋପିଆନ ଯିଏକି କଣ କରିଥିଲେ ନା ପ୍ରିଣ୍ଟିଂ ପ୍ରେସ କୁ ସ୍ଥାପନ କରିଥିଲେ। ଦ ଫାଷ୍ଟ ପ୍ରିଣ୍ଟିଂ ପ୍ରେସ ଇନ ଇଣ୍ଡିଆ ୱାଜ ଏଷ୍ଟାବ୍ଲିଶଡ ଏଟ। ତାହେଲେ କୋଉଠି ପ୍ରଥମ ପ୍ରିଣ୍ଟିଂ ପ୍ରେସ ଟା ଏଷ୍ଟାବ୍ଲିଶ ହେଇଥିଲା ବୋଲି ପଚାରୁଛି। କୋଉଠି ହେଇଥିଲା ଅପସନ ଅଛି କାଲିକଟ ଗୋଆ ସୋରଠ ନା ମାଦ୍ରାସ। କୋଉଠି ନା ଗୋଆ ଠାରେ। କେଉଁଠି ନା ଗୋଆ ଠାରେ ପ୍ରଥମ
ପ୍ରଥମ ପ୍ରିଣ୍ଟିଂ ମେସିନକୁ ବା ପ୍ରିଣ୍ଟିଂ ପ୍ରେସକୁ ଏଠି ସ୍ଥାପନ କରାଯାଇଥିଲା କୋଉଠି ଗୋଆଠାରେ। ହ୍ୱିଚ୍ କ୍ରପ୍ ୱାଜ୍ ଇଣ୍ଟ୍ରୋଡ୍ୟୁସ୍ ଟୁ ଇଣ୍ଡିଆ ବାଇ ଦ ପର୍ତ୍ତୁଗିଜ। ଏମାନଙ୍କ ଭିତରୁ କୋଉ କ୍ରପକୁ ପର୍ତ୍ତୁଗିଜ ମାନେ ଇଣ୍ଟ୍ରୋଡ୍ୟୁସ୍ କରିଥିଲେ କୋଉଠି ଇଣ୍ଡିଆରେ? ଅପସନ ଅଛି ହ୍ୱିଟ୍, ତାପରେ ଅଛି ରାଇସ୍, ତାପରେ ଅଛି ଚିଲ୍ଲି ନା ବାର୍ଲି। କିଏ ନା କାହାକୁ? ଅପସନ ସି ଚିଲ୍ଲି। ଚିଲ୍ଲିକୁ କଣ କରିଥିଲେ ନା ପର୍ତ୍ତୁଗିଜ ମାନେ ଆମ ଇଣ୍ଡିଆରେ ଇଣ୍ଟ୍ରୋଡ୍ୟୁସ୍ କରିଥିଲେ। ତାହେଲେ ଚିଲ୍ଲି ଯୋଉ ଲଙ୍କାଟା ଆମ ଇଣ୍ଡିଆନ ନୁହଁ, ସେ ପର୍ତ୍ତୁଗିଜ ମାନେ ତାଙ୍କ ଦେଶରୁ ଆଣିକି ଆମ ଏଠି ଇଣ୍ଟ୍ରୋଡ୍ୟୁସ୍ କରିଥିଲେ। ତାପରେ କହିଛି ତ ଫାଷ୍ଟ ପ୍ରିଣ୍ଟିଂ ପ୍ରେସ୍ ଇନ୍ ଇଣ୍ଡିଆ ୱାଜ୍ ଏଷ୍ଟାବ୍ଲିଶ୍ଡ ଏଟ୍। ତାହେଲେ ପ୍ରଥମ ପ୍ରିଣ୍ଟିଂ ପ୍ରେସଟା କୋଉଠି? ନା ଗୋଆରେ ହେଇଥିଲା। କୋଉଠି ହେଇଥିଲା? ନା ଗୋଆରେ ହେଇଛି। କିଏ କରିଥିଲେ? ନା ପର୍ତ୍ତୁଗିଜ ମାନେ କରିଥିଲେ। ସେ ପଚାରୁଛି କେବେ ଏଷ୍ଟାବ୍ଲିଶ ହେଇଥିଲା? 1498ରେ ନା 1510ରେ ନା 1526ରେ ନା 1600ରେ? ତାହେଲେ 1498ରେ କଣ ହେଇଥିଲା? ଭାସ୍କୋଡା ଗାମା ଆମ ଇଣ୍ଡିଆକୁ ଆସିଥିଲେ। 1510ରେ ପର୍ତ୍ତୁଗିଜ ମାନେ କଣ କରିଥିଲେ? ନା ଗୋଆକୁ କ୍ୟାପଚର କରିଥିଲେ। ଆଉ 1556 ମସିହାରେ କଣ ହେଇଥିଲା? ନା ପ୍ରଥମ ଥର ପାଇଁ ପ୍ରିଣ୍ଟିଂ ପ୍ରେସଟା ଆମ ଇଣ୍ଡିଆରେ ଏଷ୍ଟାବ୍ଲିଶ ହେଇଥିଲା। ଆଉ କୋଉ ପ୍ଲେସରେ ହେଇଥିଲା? ଗୋଆରେ ହିଁ ଏଟା ଏଷ୍ଟାବ୍ଲିଶ ହେଇଥିଲା। କୋଉଠି? ଗୋଆରେ। ଆଉ 1600 ମସିହାରେ କଣ ହେଇଥିଲା? ନା 1600 ମସିହାରେ ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ସ୍ଥାପନ ହେଇଥିଲା। ତ ଯଦି ଦେଖିବା କଣ ନା ପର୍ତ୍ତୁଗିଜ କଣ୍ଟ୍ରିବ୍ୟୁସନ କଣ ରହୁଛି ଇଣ୍ଡିଆ ଯଦି ଆମେ ଦେଖିବା, ପ୍ରଥମେ ଟ୍ରେଡ, ସେ ଟ୍ରେଡ ଯୋଉ ବାଣିଜ୍ୟ କାରବାର ଇଣ୍ଟ୍ରୋଡ୍ୟୁସ ଡାଇରେକ୍ଟ ସି ଟ୍ରେଡ ବିଟୱିନ୍ ୟୁରୋପ ଆଉ ଇଣ୍ଡିଆ। ଡାଇରେକ୍ଟ ସି ଟ୍ରେଡଟା ସେ କଣ କରିଥିଲେ ନା ଇଣ୍ଟ୍ରୋଡ୍ୟୁସ କରିଥିଲେ କାହା କାହା ଭିତରେ? ୟୁରୋପ ଆଉ ଇଣ୍ଡିଆ ଭିତରେ। ଏକ୍ସପାଣ୍ଡେଡ ଦ ସ୍ପାଇସେସ ଟ୍ରେଡ, ଯୋଉ ମସଲା ଜାତୀୟ ଯୋଉ ଟ୍ରେଡକୁ ବାଣିଜ୍ୟକୁ ସେ ଟିକେ ଏକ୍ସପାଣ୍ଡ କରିଥିଲେ। ଏଗ୍ରିକଲଚରରେ ସେ କଣ କରିଥିଲେ ନା ତ ପର୍ତ୍ତୁଗିଜ ଇଣ୍ଟ୍ରୋଡ୍ୟୁସ ସେଭରାଲ ଇମ୍ପୋର୍ଟାଣ୍ଟ କ୍ରପ୍ସ ଟୁ ଇଣ୍ଡିଆ ଇନକ୍ଲୁଡିଂ। ତାହେଲେ ପର୍ତ୍ତୁଗିଜ ମାନେ କଣ କରିଥିଲେ ନା ବିଭିନ୍ନ ପ୍ରକାର କ୍ରପ୍ସକୁ ସେ ଇଣ୍ଟ୍ରୋଡ୍ୟୁସ କରିଥିଲେ। ଯେମିତି କଣ ନା ଟମାଟୋ, ପାଇନାପଲ, ପପେୟା, କ୍ୟାସିଓ, ଟବାକୋ, ଚିଲ୍ଲି, ରେଡ୍ ପେପର, ଏ ସବୁକୁ କଣ ନା ପର୍ତ୍ତୁଗିଜ ମାନେ ଆମ ଇଣ୍ଡିଆରେ ଇଣ୍ଟ୍ରୋଡ୍ୟୁସ କରିଥିଲେ। ତାପରେ କହିଛି କଣ ନା ପ୍ରିଣ୍ଟିଂ ପ୍ରେସ୍। 3 ନମ୍ବରରେ କଣ କହିଲା? ପ୍ରିଣ୍ଟିଂ ପ୍ରେସ୍ introduced the first printing press in India at Goa in 1556। 1556 ମସିହାରେ ଗୋଆଠାରେ ସେ କଣ କରିଥିଲେ ନା ପ୍ରଥମ ଥର ପାଇଁ ଗୋଟେ ଫାଷ୍ଟ ପ୍ରିଣ୍ଟିଂ ପ୍ରେସକୁ ସେ ଏଷ୍ଟାବ୍ଲିଶ କରିଥିଲେ। ତାପରେ କହିଛି କଣ ନା ଆର୍କିଟେକ୍ଚରରେ କଣ କରିଥିଲେ ନା ବିଲ୍ଟ ମେନି ଚର୍ଚେସ୍, ବହୁତ ସାରା ଚର୍ଚ୍ଚ କରିଥିଲେ, ଫୋର୍ଟ କରିଥିଲେ, କଲୋନିଆଲ ବିଲ୍ଡିଂ ସବୁ କରିଥିଲେ। କୋଉଠି କରିଥିଲେ? ନା ଗୋଆଠାରେ ହିଁ ସବୁଠୁ ବେଶୀ କରିଥିଲେ। ତାପରେ ସ୍ପ୍ରେଡ ଦ ପର୍ତ୍ତୁଗିଜ ଆର୍କିଟେକ୍ଚରାଲ ଷ୍ଟାଇଲ, ତାଙ୍କ ଆର୍କିଟେକ୍ଚରାଲ ଷ୍ଟାଇଲକୁ ମଧ୍ୟ ସେ ସ୍ପ୍ରେଡ କରିଥିଲେ। ରିଲିଜିଅନ କ୍ଷେତ୍ରରେ ଦେଖିଲେ କଣ ନା ପ୍ଲେଡ ଏ ମେଜର ରୋଲ ଇନ ସ୍ପ୍ରେଡିଂ ଖ୍ରୀଷ୍ଟିଆନିଟିକୁ ସେ ସ୍ପ୍ରେଡିଂ କରିଥିଲେ। କୋଉଠି ନା ଗୋଆଟାରେ ହିଁ ସବୁଠୁ ବେଶୀ ତାଙ୍କର କୋଉଠି ହେଇଥିଲା? ଏଇ ଗୋଆଟାରେ ହିଁ ତାଙ୍କର ଚର୍ଚ୍ଚ ହଉ, କଲୋନିଆଲ ବିଲ୍ଡିଂ ହଉ, ଫୋର୍ଟ ହଉ, ସେ ସବୁ ଗୋଆରେ ହିଁ କରିଥିଲେ। ତାଙ୍କ ମେଜର ଯୋଉ ଖ୍ରୀଷ୍ଟିଆନିଟି ହଉ ସେଟା ବି କୋଉଠି କରିଥିଲେ? ନା ଗୋଆରେ ହିଁ କରିଥିଲେ। ଆଉ କଣ ନା ମେନି ପର୍ତ୍ତୁଗିଜ ୱାର୍ଡ ଏଣ୍ଟର୍ଡ ଇଣ୍ଡିଆନ ଲାଙ୍ଗୁଏଜେସ୍, ଯେମିତି ଆଉ ତାଙ୍କ ଲାଙ୍ଗୁଏଜ ମଧ୍ୟ କିଛି ରହିଛି ଯୋଉଟା କି ପର୍ତ୍ତୁଗିଜ ମାନେ ଦେଇ ଯାଇଥିଲେ। ଯେମିତି ଆଲମିରା ହଉ, ବାଲ୍ଟି ହଉ, ସାବୁନ ହଉ, ଏ ସବୁ ୱାର୍ଡ ଗୁଡା କାହାର? ଯଦି ଭାବୁଛନ୍ତି ଆପଣ ଗୋଟେ ଓଡିଆ ୱାର୍ଡ କି ଏଟା ହିନ୍ଦୀ ୱାର୍ଡ, ଏଟା କିଛି ନୁହଁ, ଏଟା ପର୍ତ୍ତୁଗିଜ ମାନଙ୍କ ପାଖରୁ ହିଁ ଏଇ ୱାର୍ଡ ଗୁଡାକ ଆସିଛି। ତ ଆଜି ଏଇ ଭିଡିଓରେ ଏତିକି ଅଛି। ଭିଡିଓ କେମିତି ଲାଗିଛି ନିହାତି କମେଣ୍ଟ ମାଧ୍ୟମରେ ଜଣେଇବେ। ଭିଡିଓଟି ଯଦି ଭଲ ଲାଗିଛି ନିହାତି ତାକୁ ଲାଇକ୍ କରିବେ, ସାଙ୍ଗମାନଙ୍କ ସହିତ ସେୟାର କରିବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବେ। ୟା ପର ଭିଡିଓରେ ଆମେ କାହା ବିଷୟରେ ଡିସ୍କସନ କରିବା, କୋଉ ଟପିକରେ ଆଣିବା ପାଇଁ ଆଣିଲେ ଭଲ ହବ, ତ ଆପଣ ମଧ୍ୟ କମେଣ୍ଟ ମଧ୍ୟ କରିପାରିବେ। ଥ୍ୟାଙ୍କ ୟୁ। ଲାଇକ୍ ଆଣ୍ଡ ସବସ୍କ୍ରାଇବ।